ଅଗ୍ରପୂଜ୍ୟ ବାବା ଗଜାନନଙ୍କର ପୂଜା ଧୁମଧାମରେ ଭାଇଚାରାର ସହର ଭଦ୍ରକରେ ବିଭିନ୍ନ ପୂଜା କମିଟି ଓ ସଂଗଠନ ପକ୍ଷରୁ ପାଳିତ ହୋଇଛି। ତନ୍ମଧ୍ୟରୁ ବହୁ ପୁରାତନ ବାବା ବୁଢା ଗଣେଶ କମିଟି ତରଫରୁ ନିହାର ରୂପରେ ଅନୁଷ୍ଠିତ ହୋଇଥିବା କମିଟିର ମୁଖ୍ୟ କହିଛନ୍ତି। ଦୁଇ ତିନି ବର୍ଷ ଆଗରୁ ଲାଇନ ନାହାନ୍ତି କାହାର କେତେବେଳେ ପାଳିତ ଆଉ ଆଜିଠାରୁ କାଲିଠାରୁ ଯେତେବେଳେ ମାସେ କାଳେ ଚାଲିବ ଏଠି ଅନ୍ନପ୍ରସାଦ ହବ ସେ ବି ମଧ୍ୟ ଭକ୍ତ ମାନଙ୍କର ମାନସିକତା ଯୋଉମାନେ ମାନସିକ ରଖିଛନ୍ତି ମାସେ ଭିତରେ ଯୋଉ ପର୍ବପର୍ବାଣି ଅଛି ପରମ୍ପରାର କଥା ଅଛି ଦୁର୍ଗୀବାନ ଘାଣ୍ଟ ଅଛି ଏବଂ ରାଧା ଅଷ୍ଟମୀ ବୁଢା ଗଣେଶ ପ୍ରସ୍ତୁତି ହେଇଥିଲା ବୁଢା ଗଣେଶ ଆଗମନ ପାଇଁ ଏକ ପ୍ରସ୍ତୁତି ହେଇଥିଲା। ସେଥିରେ ଅଂଶୁମାନ ଦେବେ ପୁରୁଣା ବଜାର IAS ବିରୋଧ ଇଏ ଦି ଜଣ ଯୋଗ ଦେଇଥିଲେ। ବୁଢା ଗଣେଶଙ୍କର ଦୀପ ଦର୍ଶନ କରିବା ପାଇଁ କାଲି ପରଦିନ ଦୀପ ଦର୍ଶନ କରାଗଲା। ଏକ ଭଲ ନାଇଁ ଡିଜେ ତ ଯୁବପିଢି ଡିଜେ କୁ ବେଶୀ ଆଶା ରଖୁଛନ୍ତି। ତଥାପି ଆମେ ଚେଷ୍ଟା କରୁଛୁ ପ୍ରଶାସନର ନିୟମ ଅନୁଯାୟୀ ଯେମିତି ହେଇପାରିବ ଯେମିତି କାଲି CDDSP ବି କହିଲେ ତାଙ୍କୁ ସହଯୋଗରେ ଯେମିତି ହେଇପାରିବ। ଆମର ତ ଓଡିଶା କଣ ଇଣ୍ଡିଆ ସାରା ଭାରତ ବର୍ଷରୁ ବାଜା ବାଦ୍ୟ ଦଳ ଆସନ୍ତି। ତେଣୁ କେମିତି ପ୍ରଶାସନକୁ ନେଇ ଆମେ ଶାନ୍ତି ଶୃଙ୍ଖଳା ଭାବରେ ଡିଜେ ହବ କି ନାହିଁ କେମିତି ହବ ଭାଇବ୍ରେସନ ହବ କି ନାହିଁ କଣ ହବ ସେଗୁଡ଼ା ଆଲୋଚନା କରିକି ଯୋଉଟା ଉଭୟଙ୍କୁ ଠିକ ହବ ସେଇ ଅନୁସାରେ ଆମେ କରିବୁ। ବାବା ବୁଢାଶଙ୍କର ଦ୍ୱାରା ପିଟା ନୀତି ସମ୍ପନ୍ନ ହେବା ପରେ ମଙ୍ଗଳ ଆଳତୀ ହର୍ଷଣ ଲାଗି ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଠିକ୍ ସେହିପରି ଭାବେ ବାବା ଟୋକା ଗଣେଶଙ୍କ କମିଟି ତରଫରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଇଥିଲା। ବିଶେଷ ଆକର୍ଷଣ ବାବା ଟୋକା ଗଣେଶଙ୍କର ଚାନ୍ଦି ମେଳ ଯାହାକି 60 କିଲୋ ରୂପାରେ ସୁସଜ୍ଜିତ ହୋଇଅଛି। ମାନସ ରଞ୍ଜନ ସାହୁ ପ୍ରଥମତଃ ମୁଁ କହିବାକୁ ଚାହିଁବି ଏ ଟୋକା ଗଣେଶ ଯୋଉ ପ୍ରସିଦ୍ଧ ଆପଣ ପଚାରୁଛନ୍ତି ପ୍ରସିଦ୍ଧ କାରଣ ହେଲା ଇଏ ଗୋଟେ ସର୍ବ ପୁରାତନ କମିଟି ଅନୁଷ୍ଠାନ ଯାହାକି 1970 ମସିହାରେ ଏହା ପ୍ରତିଷ୍ଠିତ ହୋଇଥିଲା। ତ 1970 ମସିହାରେ ପ୍ରତିଷ୍ଠିତ ଆଜି 54 ବର୍ଷର ପଦାର୍ପଣ କରିଛି। ଆଉ ଏ ପ୍ରତିଷ୍ଠିତ ଏ ଟୋକା ଗଣେଶକୁ ଲୋକ ଜାଣିବାର କାରଣ କଣ ଓଡିଶା ଆମ ଭଦ୍ରକ କଣ ଓଡିଶା ରାଜ୍ୟର ପ୍ରଥମ ଗଣେଶ ମଣ୍ଡପରେ ଗଣେଶ ମେଢରେ ଯୋଉଟା କି ଚାନ୍ଦି ମେଢ ଯାହାକି 85 କିଲୋ ଚାନ୍ଦିରେ ନିର୍ମିତ ହୋଇଛି। ସେଥିପାଇଁ ଓଡିଶା ଭିତରେ ଇଏ ପ୍ରଥମ ଗଣେଶ ଚାନ୍ଦି ମେଢ। ମାସାଧିକ ଧରି ଚାଲିବା ଏହି ପୂଜାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଭୟ କମିଟି ଏବଂ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତ କରାଯାଇଅଛି। ଭଦ୍ରକରୁ ମାନସ ପଣ୍ଡା ଏବଂ ନରେନ୍ଦ୍ର ଲେଙ୍କାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।